ଝିଅ ମାନେ ଯୋଉ କଥା କହୁଛନ୍ତି ସମ୍ପୂର୍ଣ୍ଣ ମିଛ ହିଁ କହୁଛନ୍ତି। କିଛି ତ ଜଣା ପଡୁନି ତଦନ୍ତ କଣ ହଉଛି କିଛି ଜଣା ପଡୁନି। କିଏ ଦୋଷୀ କିଏ ନିର୍ଦ୍ଦୋଷୀ କିଛି ଜଣା ପଡୁନି। ସେ ଯୋଉ ବାଇଟ୍ରେ ଆସିକି କହୁଛି କି ସେ ରେପ୍ କରୁଥିଲା, ଏମିତି ଧରିକି କିସ୍ କରୁଥିଲା, ରେପ୍ କରିବ କି କ'ଣ କରିବ ବୋଲି ଉଦ୍ୟମ କରୁଥିଲା, ତା ଅର୍ଥ ତ ସେଇଆ ନା, ସେ ସେଠି ପବ୍ଲିକ ସେଇଆ କହିକି ଆଇଲା ବୋଲି। ଘଟଣା ଘଟିଛି, ଏ ଘଟଣାର ମୁଖ୍ୟ ଲୋକ ଯିଏକି ଏ ଘଟଣାଟାକୁ ନିଜେ ରଚି ଦେଇକି ପଳେଇଛି। ବହୁତ ପ୍ରେସରରେ ଥିଲା ସେ, ପଇସା ବି ବହୁତ ପ୍ରେସରରେ ଥିଲା। ବୁବୁ ସେମିତିଆ ପିଲା ନଥିଲା। ମତେ ତ ଏମିତି ମାନେ ଡାକିଲା, ଡାକି ଏମିତି ସବୁ କହିଲା କି ପଇସା ସବୁ ମୋର ହୋଲ୍ଡ କରିଦେଇଛନ୍ତି, ପଇସା କେହି ଦଉନାହାନ୍ତି, ସବୁ ଜିମ୍ରୁ ମୋର ପାଇବାର ଅଛି, ନିମାପଡ଼ାରେ ବି ପଇସା ପାଇବାର ଥିଲା। ତାପରେ ଏପଟୁ ଦରମା ବି ତାର ଆସୁନଥିଲା, ଆଉ ଭୁବନେଶ୍ୱର ଜିମ୍ରେ ବି ଡିଷ୍ଟାନ୍ସ କ'ଣ ହେଇଥିଲା, ଏମିତି ସେଇ ବିଷୟରେ ସବୁ କହିଲା। ବହୁତ ପ୍ରେସରରେ ଥିଲା ସେ, ପଇସା ବି ବହୁତ ପ୍ରେସରରେ ଥିଲା। ନାଇଁ ନିମାପଡ଼ାରେ କହୁଥିଲା 8 ଲକ୍ଷ ବାଗିଆ ଥିଲା, ଆଉ ସତ୍ୟ ବିହାର କଥା କେତେ ପଇସା ସେଟା ମୋତେ କହିନି। ନାଇଁ କଥା ହେଇକି ମୋତେ 7ଟା ବେଳେ ଫୋନ୍ କଲା କି ଆସେ ଟିକେ ରୁମ୍କୁ ଆସେ। ମୁଁ ରୁମ୍କୁ ଯାଇକି କଥା ହେଇକି ସାଙ୍ଗେ ସାଙ୍ଗେ ମୁଁ ପଳେଇ ଆସିଲି। ତାପରେ ସେ ଜିମ୍କୁ ଯାଇଥିଲା, ଜିମ୍ ନିଶିର ସାଙ୍ଗେ କଥା ହେଇଥିଲା, କଥା ହେଇକି ସେ ଯାଇଥିଲା ଭୁବନେଶ୍ୱର। ରୁମ୍ଟା ଅଡ଼ଶପୁର ରୁମ୍ରେ କଥା ହେଲୁ। ତାପରେ ନାଇଁ ରୁମ୍ରେ, ମାନେ ଯୋଉଠି ସେ ରୁମ୍ ନେଇଥିଲେ ଯାହା ପଚାରିବେ ମୁଁ ସେଇ ଯାହା କହିବି। ଆଜ୍ଞା ମୋ ସ୍କୁଲ ସାଙ୍ଗ ସେ। କେମିତି ଦେଖୁଛନ୍ତି ଏତେ ଦିନ ହେଲାଣି 3 ମାସ ହେଇଯିବ ଘଟଣାକୁ ଏବଂ ଯେତିକି ଡେଭଲପମେଣ୍ଟ କେମିତି ଦେଖୁଛନ୍ତି ତଦନ୍ତକୁ ଆପଣ? ତଦନ୍ତ ତ ସାର୍ କିଛି ତ ଜଣା ପଡୁନି, ତଦନ୍ତ କ'ଣ ହଉଛି କିଛି ଜଣା ପଡୁନି। କିଏ ଦୋଷୀ କିଏ ନିର୍ଦ୍ଦୋଷୀ କିଛି ଜଣା ପଡୁନି। ଆଉ ତ ଅଛନ୍ତି ନା 20 ଜଣ ଆରେଷ୍ଟ ହେଇଗଲେ ହେଇଯିବ ନା, ଆଉ ତ ପୁଣି 5-6 ଜଣ ଅଛନ୍ତି। ଏଡିଜି ସାର୍ଙ୍କ କଥା ତ ସେ ସବୁବେଳେ ତ ଏମିତି ଯେତେବେଳେ ଦେଖା ହୁଏ ଏମିତି କହିବେ ଯାଉଛି ସାର୍ଙ୍କ ପାଖକୁ, ଡ୍ୟୁଟି ଯାଉଛି ଇଏ କରୁଛି ଏମିତି କହୁଥିଲା। ଧମକାଧମକି କି ନୁହଁ, ସେ କହୁଥିଲା କି ଯୋଉ ତାର ଯୋଉ ଦରମାଟା ଯୋଉ ହୋଲ୍ଡ କରିଦେଇଛନ୍ତି, ଏଡିଜି ସାର୍ କହିକି ଦରମାଟା ହୋଲ୍ଡ କରିଦେଇଛନ୍ତି। ଆଜି କ'ଣ କ୍ରାଇମବ୍ରାଞ୍ଚ ପ୍ରୋଗ୍ରାମ ଡକା ହେଇଥିଲା? ଆଜ୍ଞା କେବେ ନୋଟିସ୍ ହେଇଥିଲା? ମତେ କାଲି ମ୍ୟାଡ଼ାମ ଫୋନ୍ କରିଥିଲେ, 4ଟା ବେଳେ ଫୋନ୍ କରିଥିଲେ, କହିଥିଲେ ଆସିବା ପାଇଁ। ଝିଅ ମାନେ ଯୋଉ କଥା କହୁଛନ୍ତି ସମ୍ପୂର୍ଣ୍ଣ ମିଛ ହିଁ କହୁଛନ୍ତି। କାହିଁକିନା ସେ ବୁବୁ ସେମିତିଆ ପିଲା ନଥିଲା, ସେ ଏ ଲେଚର ନଥିଲା। ସେ ଯୋଉ କହୁଛନ୍ତି ତାଙ୍କୁ ରୋଡ ଉପରେ ଟେକି ନେଇ ଯାଉଥିଲା ରେପ୍ କରିବା ପାଇଁ, ବି ଯାହା ବି କହୁଛନ୍ତି କି ରୁମ୍ ନେଇକି କହୁଥିଲା ଯିବା ପାଇଁ, ସେଟା ସମ୍ପୂର୍ଣ୍ଣ ମିଛ। କାହିଁକିନା ଦିନ 11ଟା ବେଳେ ବି ସେ ସେମିତିଆ ପିଲା ବି ନଥିଲା। ସେ ବହୁତ ଜିମ୍, ଆମର ଅଡ଼ଶପୁର ଜିମ୍ରେ ବି, ଜିମ୍ରୁ କଲେଜ ପିଲା, ଅଡ଼ଶପୁର କଲେଜ ପିଲା ବି ବହୁତ ବି ଜିମ୍କୁ ଆସୁଥିଲେ। ସେମାନେ ଭାଇ ଭାଇ କହିକି ମାନେ ଆସିବେ, ମୁଣ୍ଡିଆ ମାରିବେ, ଗଲାବେଳେ ମୁଣ୍ଡିଆ ମାରିକି ଯିବେ, ଗୁରୁ ଭଳିଆ ଦେଖୁଥିଲେ। ସେ ବି ସେମିତି ତାଙ୍କୁ ନିଜ ଛାତ୍ର ଭଳିଆ ଦେଖୁଥିଲା, କିନ୍ତୁ ସେ ଏମିତି କାମ କେବେ କରିବନି। ସେ ଝିଅ ମାନେ ପୁରା ମିଛ କହୁଛନ୍ତି। କ'ଣ ପାଇଁ ଭାବୁଛନ୍ତି ତାଙ୍କର ଫସେଇବା ପାଇଁ, କାହିଁକି ଭାବୁଛନ୍ତି? ସେ ତ ହଁ ଫସେଇବା ପାଇଁ ହେଇଥାଇପାରେ, ସେ କ'ଣ ପ୍ଲାନିଂ ହେଇଥାଇପାରେ ତାଙ୍କର। ଦେଖନ୍ତୁ, ତଦନ୍ତ ତ ଏ ପର୍ଯ୍ୟନ୍ତ ଯେଉଁ ଦିଗରେ ଯିବାର ଥିଲା ସେ ଦିଗରେ ଯାଇନାହିଁ। ତଦନ୍ତ ବର୍ତ୍ତମାନ କାଲି ମୁଁ ଆପଣଙ୍କ ସହିତ କଥା ହେଇକି ଆସିଥିଲି, ଡିସିପି ଅଛନ୍ତି, ତାଙ୍କୁ ଯେଉଁ ୱେରେ ତଦନ୍ତ କରିବା କଥା ସେ ୱେରେ ତଦନ୍ତ କରିନଥିଲି। ତାଙ୍କ କିଛି ପ୍ରମାଣ ମୁଁ ଦେଲି, ଯେଉଁ ପ୍ରମାଣ ଦ୍ୱାରା ଯେଉଁ ଦିଗରେ ତଦନ୍ତ ଯିବା ଦରକାର ସେଥିରେ ସେ ବହୁତ ସହାୟକ ହେବ। ଆଉ ମ୍ୟାଡ଼ାମ୍ ପ୍ରତିଶ୍ରୁତି ଦେଇଛନ୍ତି କି ସେ ଦିଗରେ ତଦନ୍ତ ଆରମ୍ଭ କରିବେ ବୋଲି। ଯେମିତିକି ସେ ବିରଞ୍ଚି ନାରାୟଣ ଜେନା ମୋତେ ବାରମ୍ବାର କ୍ରାଇମବ୍ରାଞ୍ଚ କ୍ୱେଶ୍ଚିନ୍ କରୁଥିଲା କି କ'ଣ ପାଇଁକା ବିରଞ୍ଚିକୁ ଆରେଷ୍ଟ କରାଯିବ। ତ ମ୍ୟାଡ଼ାମଙ୍କୁ ମୁଁ କହିଲି କି ମ୍ୟାଡ଼ାମ୍ ଆଉ ବିରଞ୍ଚି କିଏ, କ'ଣ ତାର ରୋଲ୍ ଥିଲା? ବିରଞ୍ଚି ହେଉଛି ଏ ଯେଉଁ ଘଟଣା ଘଟିଛି, ଏ ଘଟଣାର ମୁଖ୍ୟ ଲୋକ ଯିଏକି ଏ ଘଟଣାଟାକୁ ନିଜେ ରଚି ଦେଇକି ପଳେଇଛି। ଏଇଠି ବିରଞ୍ଚି ମାରିନି, ଏଇଠି ପୋଲିସ ବାଲା ମାରିନାହାନ୍ତି, ଏଇଠି ପ୍ରଶାସନ ମାରିନି, କିନ୍ତୁ ଏଇଠି ସମସ୍ତଙ୍କର ଗୋଟିଏ ପଏଣ୍ଟ, ଯେଉଁମାନେ ନୀରବ ରହିଛନ୍ତି ଏ କଥାକୁ ସମର୍ଥନ ଜଣାଇଛନ୍ତି। ବିରଞ୍ଚି ଯେତେବେଳେ ଝିଅ ଦିଟା, ବିରଞ୍ଚି ନିଜେ ଯାହା କହିଛି ମୁଁ ତା ହିସାବରେ କହୁଛି, ଯେତେବେଳେ ଏଇ ଜିନିଷ ସବୁ ଘଟିଲା ବିରଞ୍ଚି କହିଲା କି ମୁଁ ପହଞ୍ଚିଲି 200 ମିଟର ଦୂରରେ ଥିଲି, ମୁଁ ପହଞ୍ଚିକି ତାଙ୍କୁ ଯେତେବେଳେ ପଚାରିଲି ସେ ପିଲା ମୋତେ କହିଲା କି ମୋ ଘର ହେଉଛି ଅଡ଼ଶପୁର ତଳ ମଉଜପୁରରେ, ଆଉ ସେ ପୋଲିସରେ ଚାକିରି କରିଛି। ଆଚ୍ଛା, ବିରଞ୍ଚି ତ ଅବଗତ ହେଇଗଲା ପୋଲିସରେ ଚାକିରି କରିଛି ବୋଲି। ବିରଞ୍ଚି କିଏ, କ'ଣ ସେ କରେ? ବିରଞ୍ଚି ତ କ'ଣ କରେ ମୁଁ କହିପାରିବିନି। ବିରଞ୍ଚି କିନ୍ତୁ ଅପରାଜିତା ଷଡ଼ଙ୍ଗୀ ମ୍ୟାଡ଼ାମଙ୍କର କ'ଣ ଗୋଟେ ପାଖ ଲୋକ ବୋଲି ଫଟୋ ସେୟାର ହେଉଛି ସବୁ ଗ୍ରୁପରେ, ସୋସିଆଲ ମିଡ଼ିଆରେ ସବୁ ସେୟାର ହେଉଛି। ଗିରଫ ହେଇଛନ୍ତି ନା, ଏପର୍ଯ୍ୟନ୍ତ ସେ ଗିରଫ ହେଇନାହାନ୍ତି। ସେଇ ସବୁ ଜିନିଷ ଆମକୁ ବହୁତ କଷ୍ଟ ହେଉଛି କି ଦୋଷୀ କିଏ ସାମ୍ନାରେ ରହିଲା ପରେ ବି ଆମକୁ ତଦନ୍ତ କରିବା ପାଇଁ ପଡ଼ୁ। ମୋବାଇଲ ଫୋନ୍ ଦିଆହେଇଛି, ଯେଉଁ ମୋବାଇଲ ଫୋନ୍ଟି ସୌମ୍ୟଙ୍କର ମାଆ ରଖିଥିଲେ, ସୌମ୍ୟ ଯୋଉଦିନ ଯାଇଥିଲା ଜିମ୍ରୁ ସେଦିନ ଦେଇକି ପଳେଇଥିଲେ। ଇନସିଡେଣ୍ଟ ଘଟିବା ପରେ ମାଉସୀଙ୍କର ତ ସେମିତି ବି ମୁଣ୍ଡ କାମ କରୁନି। ଗୋଟେ ମାନେ କ'ଣ ସେ କହୁଛନ୍ତି, କ'ଣ କରୁଛନ୍ତି, ରନ୍ଧା ବଢ଼ା ଖାଇବା କ'ଣ ସେଥିରେ ଠିକ୍ ଠିକଣା ନାହିଁ, ତେଣୁ ତାଙ୍କର ମନ ନାହିଁ। ମୁଁ ପଳେଇଥିଲି ବାଙ୍ଗଲୋରରୁ ଫେରିବା ପରେ ମୋର ଘରେ ଯେତେବେଳେ ବାରମ୍ବାର କାହାର ମୋବାଇଲ ସବୁ ଦେଇଛନ୍ତି? ସୌମ୍ୟର ମୋବାଇଲ, ସୌମ୍ୟର 2ଟା ମୋବାଇଲ ଥିଲା। କ'ଣ ସେ ମୋବାଇଲ ଆଜ୍ଞା ଅଛି ସବୁ?
से मोबाइल एडीजी सहित चैटिंग अच्छी समय सकाल 7 तारिख दिन सका गोटे भिड कर जो भिडियो सी कही कि एमाने समस्ते लगी मत फसई देवाई आउ बहुत डरी जाइए बहुत स्केर्ड अच्छी आउ गोटे भिडियो कही तार से जो गर्लफ्रेंड कथा कही आउ एडीजी कथा कही एडीजी की भूल मागे बुझापी कथा कही आउ किछि भिडियो करिछि घरर जो घर भीतर भिडियो गुड़ाक से निजे बुली बुली एमती करिछि भिडियोटा सेटा एते भल से मते सुभिलानी ताकू मु प्रदीप देउरी चैटिंग मु गोटे देखुथिली काली मैडम को सेठी हमें देखुथिलु मैडम को कि मैडम प्रदीप देउरी जो हमें जिम कथा कहथिलु देखंतु प्रदीप देउरी चैटिंग रे पैसा केबे पाइनी प्रत्युष सीए बोली गोटे लिखा आइछि चार्टर्ड अकाउंटेंट तांकर से देखुथिली पैसा 20,000 पे से कथा होचंती ये तार सब पैसा पे कथा होची माने डिस्टर्बेंसेस चलीची केते टका समय पाइबार थला सर देखंतु तार तो 30% थिला पाइबा पई का 40% रो कथा वार्ता हेतिले जेतले समय रहिला से जिम रे तापर कहले कि ताको 30% देबे बोली पर से एग्रीमेंट हेइ नथिला एग्रीमेंट माने करै देइ नथिले से चाकरी आपण देखिले हां से चाकरी देखिले आपण जानि होल्ड रे तो तार मार्च मास होल्ड स्टार्ट होला मार्च एप्रिल डेफिनेटली बिरंची निजे जो कपर कल्पित गप कहि देई की गला कि झील मैंने पढ़ी मु गली उठेली पिला छाड़ी पब्लिक आसिले मु पब्लिक को कहली जे पिला कौन करुला तो कौन से कहला से जो बाइट आसी कहूँ कि सी रेप करथिला एमती धरिकी किस करथिला रेप करियो कि कौन करियो बोली उद्यम करथिला ता अर्थ तो सही है ना सी पब्लिक की सैया कही आइला बोली सी हूँ प्रथम लोक जे पब्लिक को सेठी उस्के आसिला आ पब्लिक कहीं देखी ना ताना एतला थिबो मौसा मौसी देइथिबे मु तो निजे देखिनी कि मो पाखरे कोनसी डॉक्यूमेंट नाही निश्चिंत रूप से थिबो एते बड़ घटना रे नथिबो बोली केमती कहि